ବୟସରେ କିଏ ବଡ଼ ହୋଇପାରେ କିଏ ସାନ, କିନ୍ତୁ ପ୍ରକୃତରେ ବଡ଼ ସେଇ ହୋଇଥାଏ ଯାହାର ହୃଦୟରେ ସମସ୍ତଙ୍କ ପାଇଁ ପ୍ରେମ, ସ୍ନେହ ଓ ସମ୍ମାନର ଭାବନା ରହିଥାଏ। ଦିନେ ହାତ ପାଦକୁ ପଚାରିଲା, ତତେ ସମସ୍ତେ ପ୍ରଣାମ କରୁଛନ୍ତି, ହେଲେ ମତେ କାହିଁକି କେହି ବି ପ୍ରଣାମ କରୁନାହାନ୍ତି, କ'ଣ ପାଇଁ? ପାଦ ସୁନ୍ଦର ଉତ୍ତରଟିଏ ଦେଲା, ପ୍ରଣାମ ପାଇବାକୁ ହେଲେ ତଳେ ରହିବାକୁ ପଡ଼ିଥାଏ, କିନ୍ତୁ ଉପରେ ନୁହେଁ। ଯଦି ତୁମେ ସେତେବେଳେ ହସି ପାରୁଛ ଯେତେବେଳେ ତୁମେ ପୁରା ଭାଙ୍ଗି ପଡୁଛ, ତେବେ ମନେ ରଖ, ଦୁନିଆର କୌଣସି ତାକତ ନାହିଁ ତୁମକୁ ହରେଇ ପାରିବ। ଯେତେବେଳେ ସମ୍ପର୍କରେ ସ୍ୱାର୍ଥ ସରିଯାଏ, ସେତେବେଳେ ଆଜ୍ଞା ସମ୍ପର୍କ ଭାଙ୍ଗିବା ପାଇଁ ଗୋଟେ ନୂଆ ବାହାନା ସୃଷ୍ଟି ହୋଇଯାଏ, ଯାହାର ନାମ ହେଉଛି ପରିସ୍ଥିତି। ଜୀବନରେ କେବେ ବିପଦ ନେବାକୁ ଡର ନାହିଁ। ହୁଏତ ଜିତିଯିବ, ନାଇଁ ତ ହାରିଯିବ, କିନ୍ତୁ ହାରିଗଲେ ବି କିଛି ଶିଖିଯିବ। ଦୁନିଆର ନୀତି ବଡ଼ ଅଜବ। ଏଠି ଅନେକ ସାହାଯ୍ୟର ଗୋଟିଏ ପ୍ରଶଂସା ମିଳୁ କି ନ ମିଳୁ, କିନ୍ତୁ ଗୋଟିଏ ଭୁଲର ଅନେକ ନିନ୍ଦା ନିଶ୍ଚୟ ମିଳିବ ଆଜ୍ଞା। କିଛି ସ୍ଥାୟୀ ନୁହେଁ। ନିଜକୁ ଅଧିକ ଚାପରେ ରଖନ୍ତୁ ନାହିଁ, କାରଣ ପରିସ୍ଥିତି ଯେବେ ଖରାପ ହେଲେ ସେ ବଦଳିଯିବ। ଯେମିତି ପାଣି ଗୁଳିଆ ହେଲେ ଆମେ ସିନା ତାକୁ ଆମର ତୃଷ୍ଣା ମେଣ୍ଟନ କରିପାରିବାନି, କିନ୍ତୁ ନିଆଁ ତ ଲିଭେଇ ପାରିବା ନା। ଯଦି ମା ହୋଇଥାଏ ଶ୍ରଦ୍ଧା କର, ଯଦି ସ୍ତ୍ରୀ ହୋଇଥାଏ ମର୍ଯ୍ୟାଦା ଦିଅ, ଯଦି ଭଉଣୀ ହୋଇଥାଏ ସ୍ନେହ କର, ଯଦି କନ୍ୟା ହୋଇଥାଏ ଗର୍ବ କର, ଆଉ ଯଦି କିଛି ହୋଇନଥାଏ ନା, ତାହେଲେ ସମ୍ମାନ କର। ସ୍ୱାର୍ଥପର ଦୁନିଆରେ କାହାକୁ ଭାବିବ ଆପଣାର, ଏଠି ସ୍ୱାର୍ଥ ଥିବା ଯାଏ ସମସ୍ତେ ନିଜର, ଆଉ ସ୍ୱାର୍ଥ ସରିଗଲେ କିଏ କାହାର। ସବୁଠୁ ବଡ଼ ଆଘାତ। କିଛି ଲୋକ ସେମାନଙ୍କର ଶବ୍ଦ ଦ୍ୱାରା ଆମକୁ ଆଘାତ କରନ୍ତି, କେହି ସେମାନଙ୍କର କାର୍ଯ୍ୟ ଦ୍ୱାରା, ଏବଂ କିଛି ନୀରବତା ଦ୍ୱାରା, ଏବଂ କିନ୍ତୁ କିଛି ଅଛି ଯେ କି ସବୁଠାରୁ ବଡ଼ ଆଘାତ ଦେଉଛି ଯେତେବେଳେ ଆମେ କାହାକୁ ଗୁରୁତ୍ୱ ଦେଇଥାଉ ଏବଂ ସେମାନେ ଆମକୁ ଅଣଦେଖା କରନ୍ତି। ଜୀବନରେ ଏକୁଟିଆ ରହିବା ଶିଖନ୍ତୁ, କାରଣ ରାତିରେ ଦେଖୁଥିବା ସ୍ୱପ୍ନ ଆଉ ନିଜ ଲୋକ କେତେବେଳେ ବି ବଦଳି ଯାଇପାରନ୍ତି। ସମ୍ପର୍କ ଆରମ୍ଭ ହୁଏ ସ୍ନେହରେ, ବଞ୍ଚି ରହେ ବ୍ୟବହାର, ଅନୁଭବ ହୁଏ ଯନ୍ତ୍ରଣାରେ, ଅନୁଭୂତି ରହେ ହୃଦୟରେ, ଫିକା ପଡ଼ିଯାଏ ଅବହେଳାରେ, ଆଉ ଭାଙ୍ଗିଯାଏ ଛୋଟିଆ ଭୁଲ ବୁଝାମଣା। ରାଗ ଓ ଝଡ଼ ଦୁଇଟି ଯାକ ଏକ ପ୍ରକାର। କମିଗଲା ପରେ ବୁଝା ପଡ଼େ କେତେ କ୍ଷତି କରୁଛି।